नमस्कार। भारतर प्राचीन काहाणीमानंक भितरे आपण जानिछंती गोटे एमिति किंबदंती अछि जेउठी न्याय केवल राजा करंतिनी बरं तांक सिंहासन निजे करे। हाँ, आजी आमे सेई सिंहासन बतीसीर रहस्यमय दुनिया भितरकु जिबा। एठी 32टी काहाणी केवल मनोरंजन पाई नुहे बरं एहा बुझाए जे जणे प्रकृत शासक हेबार अर्थ प्रकृतरे कौन। भावନ୍ତୁ ତ ଟିକେ ଯଦି गोटे सिंहासन केवल क्षमतार चिह्न ହେଇକି ନ ରହେ ବରଂ ନିଜେ ହିଁ ଜଣେ ବିଚାରପତି ପାଲଟିଯାଏ ଆଉ ରାଜାଙ୍କୁ ସେଥିରେ ବସିବା ପୂର୍ବରୁ ନିଜର ଯୋଗ୍ୟତା ପ୍ରମାଣ କରିବାକୁ ପଡ଼େ। ବସ୍ ଏଇ ଗୋଟିଏ ପ୍ରଶ୍ନ ଉପରେ ହିଁ ଛିଡ଼ା ହେଇଛି ପୁରା ସିଂହାସନ 32ର କାହାଣୀ। ତେଣୁ ଏହା କେବଳ କିଛି କାହାଣୀର ସଂଗ୍ରହ ନୁହେଁ, ନା, ଏହା ହେଉଛି ଜଣେ ଶାସକ ପାଇଁ ପ୍ରକୃତ ଅଗ୍ନି ପରୀକ୍ଷା। ତେବେ ଆଜି ଆମେ କ'ଣ ସବୁ ଦେଖିବାକୁ ଯାଉଛେ? ପ୍ରଥମେ ସେହି ବିଚାର କରୁଥିବା ସିଂହାସନ କଥା ଜାଣିବା, ତାପରେ ଆସିବ ରାଜା ଭୋଜଙ୍କ ପରୀକ୍ଷା, ଆଉ ତାପରେ ସେହି ସଦ୍ଗୁଣର 32ଟି ସ୍ୱର କ'ଣ କହୁଛି ଶୁଣିବା। ଦେଖିବା ଏହି କାହାଣୀ କେମିତି ଯୁଗ ଯୁଗ ଧରି ଚାଲି ଆସିଛି, ଆଉ ଶେଷରେ ଏହି କିମ୍ବଦନ୍ତୀ ଆଜି ବି କେମିତି ଜୀବିତ ଅଛି। ତେବେ ଚାଲନ୍ତୁ ଆରମ୍ଭ କରିବା। ପ୍ରଶ୍ନ ହେଉଛି, ଏହି ଅଦ୍ଭୁତ ସିଂହାସନ ଆସିଲା କେଉଁଠୁ? ଏହାର କାହାଣୀ କ'ଣ? ଆମର ପ୍ରଥମ ଭାଗରେ ଆମେ ଏହାରି ମୂଳକୁ ହିଁ ଖୋଜିବା। ଦେଖନ୍ତୁ, ଏହା କେବଳ ଗୋଟେ ରାଜକୀୟ ଆସନ ନଥିଲା, ବିଲକୁଲ ନୁହେଁ। ଏହା ଥିଲା ଧର୍ମ ଆଉ ନ୍ୟାୟର ଏକ ଜୀବନ୍ତ ପ୍ରତୀକ। ଆଉ ଜାଣନ୍ତି, ଏହାର ପରିଚୟ ତ ତାର ସଂସ୍କୃତ ନାମ ଭିତରେ ହିଁ ଲୁଚି ରହିଛି। ଏହାର ମୂଳ ନାମ ହେଉଛି ସିଂହାସନ ଦ୍ୱାତ୍ରିଂଶିକା। ଏବେ ସିଂହାସନ ତ ସମସ୍ତେ ଜାଣନ୍ତି, କିନ୍ତୁ ଦ୍ୱାତ୍ରିଂଶିକା, ଏହାର ଅର୍ଥ ହେଉଛି 32। ଆଉ ଏଇ ଗୋଟିଏ ଶବ୍ଦରେ ପୁରା କାହାଣୀର ସାର ଲୁଚି ରହିଛି। କାହିଁକି ନା ଏ କାହାଣୀଗୁଡ଼ିକ କୌଣସି ରାଜାଙ୍କ କାହାଣୀ ନୁହେଁ, ବରଂ ଏହା ହେଉଛି ସିଂହାସନ ନିଜ ମୁହଁରେ କହିଥିବା ସେହି 32ଟି କାହାଣୀ। ବହୁତ ଶତାବ୍ଦୀ ପରେ, ପ୍ରାୟ ଏକାଦଶ ଶତାବ୍ଦୀ ବେଳକୁ ଧାରାର ରାଜା ଥିଲେ ଭୋଜ, ଆଉ ତାଙ୍କରି ସମୟରେ ଏ କାହାଣୀଟା ପୁରା ଗୋଟେ ନୂଆ ମୋଡ଼ ନେଲା। ସେ ବୋଧେ କେବେ ଭାବିନଥିଲେ ଯେ ତାଙ୍କର ଗୋଟେ ସାଧାରଣ କୌତୂହଳ ଭାରତର ଏତେ ବଡ଼ ଗୋଟେ ଲୋକକଥାର ରହସ୍ୟ ଉପରୁ ପର୍ଦ୍ଦା ଉଠେଇଦେବ। ତେବେ କାହାଣୀଟା ଆରମ୍ଭ ହେଲା ଗୋଟେ ବଡ଼ ଅଜବ ଘଟଣାରୁ। ଜଣେ ବ୍ରାହ୍ମଣ ଥିଲେ, ସେ ଯେତେବେଳେ ଗୋଟେ ମାଟିକୁଦା ଉପରକୁ ଯାଉଥିଲେ ବହୁତ ଉଦାର ଆଉ ଜ୍ଞାନୀ ହେଇଯାଉଥିଲେ। କିନ୍ତୁ ଯେମିତି ସେ ତଳୁକୁ ଓହ୍ଲେଇ ଆସୁଥିଲେ, ସେ ପୁଣି ସାଧାରଣ କୃପଣ ପାଲଟି ଯାଉଥିଲେ। ରାଜା ଭୋଜଙ୍କ ଆଖିରେ ଏକଥା ପଡ଼ିଲା। ତାଙ୍କୁ ଲାଗିଲା ଏଥିରେ କିଛି ତ ଗୋଟେ ରହସ୍ୟ ଅଛି। ସେ ସାଙ୍ଗେ ସାଙ୍ଗେ ସେଇ ଜାଗାକୁ ଖୋଳିବାକୁ ଆଦେଶ ଦେଲେ। ଆଉ ମାଟି ତଳୁ କ'ଣ ବାହାରିଲା ଜାଣନ୍ତି? ଗୋଟେ ଅଦ୍ଭୁତ ଚମତ୍କାର ସିଂହାସନ। ଏଥିର ଗୋଟେ ବଡ଼ କଥା ଜଣାପଡ଼େ ନୁହେଁ କି? ସ୍ଥାନ ବା ପଦବୀ, ସେଇଟା ହିଁ ମଣିଷର ଅସଲ ଚରିତ୍ରକୁ ସାମ୍ନାକୁ ଆଣିଥାଏ। ଆଉ ସେତେବେଳେ ଯାଇ ଅସଲ ରହସ୍ୟ ଉପରୁ ପର୍ଦ୍ଦା ହଟିଲା। ସେ ସିଂହାସନ ଆଉ କାହାର ନଥିଲା, ସେଇଟା ଥିଲା କିମ୍ବଦନ୍ତୀ ପୁରୁଷ, ନ୍ୟାୟ ଆଉ ଜ୍ଞାନର ପ୍ରତୀକ, ମହାନ ସମ୍ରାଟ ବିକ୍ରମାଦିତ୍ୟଙ୍କର ସିଂହାସନ। ଭାବିପାରୁଛନ୍ତି, ଏଇଟା ଖାଲି ବସିବା ପାଇଁ ଗୋଟେ ଆସନ ନଥିଲା, ଏହା ଥିଲା ତାଙ୍କ ଆଦର୍ଶର ପରୀକ୍ଷା। ଆଉ ଏହା ଉପରେ ବସିବାର ଅର୍ଥ କ'ଣ? ଏହାର ଅର୍ଥ ଥିଲା ନିଜକୁ ସିଧାସଳଖ ବିକ୍ରମାଦିତ୍ୟଙ୍କ ସହିତ ତୁଳନା କରିବା। ଆଚ୍ଛା, ତେବେ ରାଜା ଭୋଜ ଯେତେବେଳେ ସେ ସିଂହାସନରେ ବସିବାକୁ ଆଗେଇଲେ, ଠିକ୍ ସେତିକିବେଳେ ଆରମ୍ଭ ହେଲା ଅସଲ ପରୀକ୍ଷା। ସିଂହାସନରେ ଲାଗିଥିବା ସେ 32ଟି ପିତୁଳା ହଠାତ୍ ଜୀବନ୍ତ ହୋଇଗଲେ। ସେମାନେ କିଏ ଥିଲେ ଜାଣନ୍ତି? ସେମାନେ ଥିଲେ ଅଭିଶାପ ପାଇଥିବା ଅପ୍ସରା। ଆଉ ସେମାନଙ୍କର ମୁକ୍ତି କେବଳ ସେହି କାହାଣୀଗୁଡ଼ିକ ହିଁ ଥିଲା, ଯାହା ସେମାନେ ଏବେ ରାଜା ଭୋଜକୁ ଗୋଟି ଗୋଟି କରି ଶୁଣେଇବାକୁ ଯାଉଥିଲେ। 32 ଦିନ ଆଉ 32ଟି ଆହ୍ୱାନ। କଳ୍ପନା କରନ୍ତୁ ତ, ପ୍ରତିଦିନ ରାଜା ଭୋଜ ସିଂହାସନରେ ବସିବାକୁ ଚେଷ୍ଟା କରନ୍ତି, ଆଉ ପ୍ରତିଦିନ ଜଣେ ଅପ୍ସରା ଜୀବନ୍ତ ହୋଇ ତାଙ୍କୁ ଅଟକେଇ ଦିଅନ୍ତି। ଆଉ ସେ କ'ଣ କରନ୍ତି? ସେ ବିକ୍ରମାଦିତ୍ୟଙ୍କ ଜୀବନରେ ଗୋଟେ କାହାଣୀ ଶୁଣାନ୍ତି, ଆଉ ଶେଷରେ ପଚାରନ୍ତି, ହେ ରାଜନ, କୁହନ୍ତୁ, ଆପଣଙ୍କ ଭିତରେ କ'ଣ ଏହି ଗୁଣ ଅଛି? ଏହା ଥିଲା, ଆପଣ କହିପାରିବେ, ନେତୃତ୍ୱ ଉପରେ ଏକ ଲମ୍ବା ପାଠ୍ୟକ୍ରମ। ତେବେ ସେ କେଉଁ ସବୁ ଗୁଣର ପରୀକ୍ଷା କରୁଥିଲେ? କ'ଣ ଥିଲା ସେ ପରୀକ୍ଷା? ଦେଖନ୍ତୁ, ଏହା କେବଳ ବୀରତ୍ୱର କଥା ନଥିଲା। ଏହା ଥିଲା ନିଃସ୍ୱାର୍ଥପରତାର କଥା, ମାନେ ନିଜ ଆଗରୁ ନିଜ ପ୍ରଜାଙ୍କୁ ରଖିବାର କ୍ଷମତା। ଏହା ଥିଲା ସମ୍ପୂର୍ଣ୍ଣ ସଚ୍ଚୋଟତାର କଥା, ଏମିତିକି ଯେତେବେଳେ କେହି ଦେଖୁନାହାନ୍ତି ସେତେବେଳେ ବି। ଆଉ ସବୁଠୁ ବଡ଼ କଥା, ନ୍ୟାୟ ପାଇଁ ଏକ ପ୍ରକୃତ ଆଗ୍ରହ। କାରଣ ଏଇ ଗୁଣଗୁଡ଼ାକୁ ଯଦି ନାହିଁ, ତେବେ ସେ ସିଂହାସନ ଖାଲି ଗୋଟେ ପଥରର ଆସନ ଛଡ଼ା ଆଉ କିଛି ନୁହେଁ। ପ୍ରଥମ ଅପ୍ସରାଙ୍କର ଏଇ ଗୋଟିଏ ବାକ୍ୟ ହିଁ ବୋଧେ ରାଜା ଭୋଜଙ୍କୁ ପୁରା ଦହଲାଇ ଦେଇଥିଲା। କଥାଟା ପୁରା ସ୍ପଷ୍ଟ ହେଇଗଲା ଯେ ଖାଲି ରାଜମୁକୁଟ ପିନ୍ଧିଦେଲେ କେହି ପ୍ରକୃତ ରାଜା ହେଇଯାଏନି। ଯୋଗ୍ୟତା କେବେ ବି ଉତ୍ତରାଧିକାରରେ ମିଳେନି, ତାକୁ ନିଜ କର୍ମରେ ହିଁ ଅର୍ଜନ କରିବାକୁ ପଡ଼େ। ଆଉ ଏକଥାଟା ସେହି ଯୁଗରେ ଯେତିକି ସତ ଥିଲା, ବିଶ୍ୱାସ କରନ୍ତୁ, ଆଜି ବି ଠିକ୍ ସେତିକି ହିଁ ସତ।
ଆଚ୍ଛା, ଏତେ ଶକ୍ତିଶାଳୀ ଆଉ ଗଭୀର କାହାଣୀ କ'ଣ କେବେ ଗୋଟିଏ ଭାଷା କିମ୍ବା ଗୋଟିଏ ସମୟରେ ବାନ୍ଧି ହୋଇ ରହିପାରେ? କେବେ ନୁହେଁ। ତେଣୁ ଚଲନ୍ତୁ ଏବେ ଦେଖିବା ଏହି କିମ୍ବଦନ୍ତୀ କେମିତି ସଂସ୍କୃତରୁ ବାହାରି ଶହ ଶହ ବର୍ଷ ଧରି ପୂରା ଭାରତରେ ଏପରିକି ଭାରତ ବାହାରେ ମଧ୍ୟ ନିଜର ଯାତ୍ରା ଜାରି ରଖିଲା। ଏହାର ଯାତ୍ରାଟା ଟିକେ ଦେଖନ୍ତୁ। ଏକାଦଶ ଶତାବ୍ଦୀରେ ମୂଳ ସଂସ୍କୃତରେ ଲେଖାହେଲା। ତାପରେ ଏହାକୁ ଅନେକ ଥର ସଂଶୋଧନ କରାଗଲା। ଆଉ ସବୁଠୁ ମଜାର କଥା ହେଉଛି ମୋଗଲ ସମ୍ରାଟ ଆକବର ବି ଏହାର ଜ୍ଞାନରେ ଏତେ ପ୍ରଭାବିତ ହେଲେ ଯେ ସେ ଏହାକୁ ପାର୍ସୀ ଭାଷାରେ ଅନୁବାଦ କରେଇଥିଲେ। ଏତିକିରେ କଥା ସରିନି, ପରେ ଏହା କାବ୍ୟ ଆକାରରେ ଆଉ ସାଧାରଣ ଲୋକଙ୍କ ଭାଷାରେ ମଧ୍ୟ ଖୁବ୍ ଲୋକପ୍ରିୟ ହେଲା। ଏଠି ଦେଖନ୍ତୁ ଭାଷା ଆଉ ସଂସ୍କୃତି କେମିତି କାହାଣୀର ରୂପ ବଦଳାଇ ଦିଏ। ସଂସ୍କୃତିରେ ନା ଥିଲା ସିଂହାସନର 32 କାହାଣୀ, କିନ୍ତୁ ଯେତେବେଳେ ଏହା ପାର୍ସୀକୁ ଗଲା, ନା ହେଇଗଲା ଜ୍ଞାନ ବଢ଼ାଉଥିବା ବହି। ଦେଖିଲେ ତ, ଏଥିରୁ ସଫା ସଫା ଜଣାପଡ଼ୁଛି ଯେ ଏ କାହାଣୀ ଆଉ କେବଳ ଲୋକକଥା ହେଇକି ରହି ନଥିଲା, ଏହା ରାଜନୀତି ଆଉ ନେତୃତ୍ୱ ଶିଖିବା ପାଇଁ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବହିରେ ପରିଣତ ହୋଇସାରିଥିଲା। ଆଉ ଗୋଟେ ବଡ଼ ଆଶ୍ଚର୍ଯ୍ୟ କଥା କ'ଣ ଜାଣନ୍ତି? ଏତେ ବଡ଼ ଆଉ ମହାନ ଗୋଟେ ଗ୍ରନ୍ଥ, ହେଲେ ଏହାର ଲେଖକ କିଏ ତାହା କାହାକୁ ବି ଜଣାନାହିଁ। ଆଉ ବୋଧହୁଏ ଏଇଟା ହିଁ ଏହାର ସବୁଠୁ ବଡ଼ ସୁନ୍ଦରତା। ଏହା କୌଣସି ଜଣେ ଲୋକର ସୃଷ୍ଟି ନୁହେଁ, ବରଂ ଏହା ଠିକ୍ ପଞ୍ଚତନ୍ତ୍ର ଭଳି ଆମ ଭାରତର ସାମୂହିକ ଜ୍ଞାନ ଆଉ ଲୋକକଥାର ଏକ ଅମୂଲ୍ୟ ସମ୍ପଦ। ହଉ, ତେବେ 1000 ବର୍ଷ ତ ବିତିଗଲା। ଏବେ ପ୍ରଶ୍ନ ଉଠୁଛି, ଏ କାହାଣୀ କ'ଣ ଖାଲି ପୁରୁଣା ବହି ଭିତରେ ରହିଯାଇଛି? ବିଲକୁଲ ନୁହେଁ। ଚାଲନ୍ତୁ ଏବେ ଦେଖିବା ଆଜିର ଏଇ ଡିଜିଟାଲ ଯୁଗରେ ସେହି କିମ୍ବଦନ୍ତୀ କେମିତି ନୂଆ ନୂଆ ରୂପ ନେଇ ଆମ ସାମ୍ନାକୁ ଆସୁଛି। ଆଉ ସବୁଠୁ ବଡ଼ ମାଧ୍ୟମ ହେଉଛି ଟେଲିଭିଜନ। ଏହା ହିଁ ଏହି କାହାଣୀକୁ ନୂଆ ପିଢ଼ି ପାଖରେ ପହଞ୍ଚେଇଛି। 1985 ମସିହାରେ ଦୂରଦର୍ଶନର ସେଇ କ୍ଲାସିକ୍ ସିରିଏଲ୍ ହେଉ ବା ଆଜିକାଲିର ଆନିମେସନ୍ ଶୋ, ଏହାର ଯାଦୁ ଆଉ ଏହାର ନୈତିକ ଶିକ୍ଷା ସବୁବେଳେ ଦର୍ଶକଙ୍କୁ ବାନ୍ଧି ରଖିଛି। ଆଉ ଏଇଟା ହିଁ ପ୍ରମାଣ କରେ ଯେ ଗୋଟେ ଭଲ କାହାଣୀ କେବେ ବି ପୁରୁଣା ହୁଏନି। ତେବେ ଶେଷରେ ଆମେ ପୁଣି ସେଇ ମୂଳ ପ୍ରଶ୍ନ ପାଖକୁ ଫେରିଆସିବା। ଟିକେ ଭାବନ୍ତୁ, ଯଦି ଆଜିର ଦୁନିଆରେ ସେଇ ଯାଦୁକରୀ ସିଂହାସନଟା ମିଳିଯାଏ, ତେବେ ଆମର ଆଧୁନିକ ନେତାମାନଙ୍କ ଭିତରୁ କିଏ ସେଇ 32ଟି ପରୀକ୍ଷାରେ ପାସ୍ କରିପାରିବ? କିଏ ହେବ ପ୍ରକୃତରେ ସେଇ ସିଂହାସନରେ ବସିବା ପାଇଁ ଯୋଗ୍ୟ? ଏହି ପ୍ରଶ୍ନର ଉତ୍ତର ବୋଧହୁଏ ଆମ ସମସ୍ତଙ୍କୁ ମିଶି ଖୋଜିବାକୁ ପଡ଼ିବ।